ଓଡ଼ିଶାର 5ଟି ସବୁଠାରୁ ବଡ଼ ବିମାନ ବନ୍ଦର। ଆମେ ଆଜି ଜାଣିବା ଓଡ଼ିଶାରେ ଥିବା 5ଟି ସବୁଠାରୁ ଇମ୍ପୋର୍ଟାଣ୍ଟ ଏୟାରପୋର୍ଟ ବିଷୟରେ। ଆପଣ କେବେ ଭାବିଛନ୍ତି ଯେ ଓଡ଼ିଶାରେ କେତୋଟି ଏୟାରପୋର୍ଟ ଅଛି କିମ୍ବା କେଉଁ ଏୟାରପୋର୍ଟ ସବୁଠୁ ବଡ଼ ଏବଂ ସବୁଠୁ ବେଶୀ ଲୋକ ବ୍ୟବହାର କରନ୍ତି? ଆଜିର ଏହି ଭିଡ଼ିଓ ରହିଛି ଖାସ୍ ଏହି ଟପିକ୍ ଉପରେ। ଆମେ ଆଜି ଜାଣିବା ଓଡ଼ିଶାର ଟପ୍ 5 ସବୁଠାରୁ ବଡ଼ ଏୟାରପୋର୍ଟ ବିଷୟରେ, ସେମାନଙ୍କର ଲୋକେସନ୍, ଏୟାରପୋର୍ଟ ରନୱେର ସାଇଜ୍ ଏବଂ ଏହାର ଇମ୍ପୋର୍ଟାନ୍ସ ବିଷୟରେ। ଓଡ଼ିଶାର ବିମାନ ସେବା ଏବେ ଦିନକୁ ଦିନ ଉନ୍ନତି କରୁଛି। ନୂଆ ଏୟାରପୋର୍ଟ, ନୂଆ ଫ୍ଲାଇଟ୍ ରୁଟ୍ ଏବଂ ବୃଦ୍ଧିଶୀଳ ପ୍ୟାସେଞ୍ଜର ଟ୍ରାଫିକ୍ ସବୁକିଛି ଓଡ଼ିଶାକୁ ଆଗକୁ ନେଉଛି। ଏହି କ୍ରମରେ ଓଡ଼ିଶା ଆର୍ଥିକ, ବ୍ୟବସାୟିକ ଓ ପର୍ଯ୍ୟଟନ କ୍ଷେତ୍ରରେ ବହୁତ ଆଗକୁ ଯାଉଛି। ତ ମୁଁ ଆଜି ଆମ ଓଡ଼ିଶାର ଟପ୍ 5 ଏୟାରପୋର୍ଟ ବିଷୟରେ ଡିଟେଲରେ କହିବି। ଧ୍ୟାନର ସହ ଶେଷ ଯାଏଁ ଦେଖନ୍ତୁ। ଇମ୍ପୋର୍ଟାଣ୍ଟ ଏୟାରପୋର୍ଟ ବିଷୟରେ ଡିଟେଲରେ ଜାଣି ନିଅନ୍ତୁ। ଲିଷ୍ଟର ନମ୍ବର 5ରେ ରହିଛି ଉତ୍କେଲା ଏୟାରପୋର୍ଟ। ଏହା ଆମ ଓଡ଼ିଶାର ଏକ ପ୍ରମୁଖ ବିମାନ ବନ୍ଦର ଅଟେ, ଯାହାକି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରଠାରୁ 15 କିଲୋମିଟର ଦୂରରେ ଅବସ୍ଥିତ। ଏହାକୁ ଏୟାରପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ କରାଯାଉଛି। ଏହି ଏୟାରପୋର୍ଟକୁ ଉନ୍ନତ କରିବା ପାଇଁ ଅନେକ ଉଦ୍ୟମ ସରକାର କରୁଛନ୍ତି, ଯାହାପରେ ଏହାକୁ ଆଞ୍ଚଳିକ ବିମାନ ସେବାରେ ସମ୍ମିଳିତ କରାଯାଇଛି। ଏହି ଏୟାରପୋର୍ଟର ରନୱେ ପାଖାପାଖି 917 ମିଟର ଲମ୍ବା ଅଟେ, ଯାହାକି ଛୋଟ ତଥା ମଧ୍ୟମ ଆକାରର ବିମାନ ଅବତରଣ କରିବା ପାଇଁ ସହାୟକ ହୋଇଥାଏ। ସରକାରଙ୍କ ଉଡ଼ାଣ ଯୋଜନା ମାଧ୍ୟମରେ ଉତ୍କେଲା ଏୟାରପୋର୍ଟରୁ ବିମାନ ଯାତାୟାତ ସେବା ଆରମ୍ଭ ହୋଇଛି। କଳାହାଣ୍ଡି ତଥା ପାଖାପାଖି ଜିଲ୍ଲାର ଲୋକମାନେ ଏହି ଏୟାରପୋର୍ଟର ସୁବିଧା ଉଠାଇଥାନ୍ତି। ଏହାପରେ ଜିଲ୍ଲାର ଆର୍ଥିକ, ପର୍ଯ୍ୟଟନ ତଥା ବ୍ୟବସାୟରେ ମଧ୍ୟ ଅନେକ ଉନ୍ନତି ହୋଇପାରିଛି। ନମ୍ବର 4ରେ ରହିଛି ଜୟପୁର ଏୟାରପୋର୍ଟ, ଯାହାକି ଦକ୍ଷିଣ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିମାନ ବନ୍ଦର ଅଟେ। ଏହା ଜୟପୁର ସହରରେ ଅବସ୍ଥିତ। କୋରାପୁଟ ତଥା ପାଖାପାଖି ଜିଲ୍ଲାର ଲୋକଙ୍କ ପାଇଁ ଏହା ଖୁବ୍ ସୁବିଧା ଯୋଗାଉଛି। ଆଗରୁ ଏହାକୁ ଛୋଟ ବିମାନ ତଥା ସରକାରୀ ବିମାନ ପାଇଁ ବ୍ୟବହାର କରାଯାଉଥିଲା, କିନ୍ତୁ ଏବେ ଏହାର ବିକାଶ କରାଯାଇ ଆଞ୍ଚଳିକ ବିମାନ ବନ୍ଦର ରୂପେ କାର୍ଯ୍ୟକାରୀ କରାଯାଉଛି। ଏହି ଏୟାରପୋର୍ଟର ରନୱେ ପାଖାପାଖି 1.2 କିଲୋମିଟର ଲମ୍ବା ରହିଛି। ସରକାରଙ୍କ ଉଡ଼ାଣ ଯୋଜନା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଉଛି, ଯାହାଦ୍ୱାରା ଜିଲ୍ଲାର ଆର୍ଥିକ, ପର୍ଯ୍ୟଟନ ତଥା ବ୍ୟବସାୟରେ ଅନେକ ଉନ୍ନତି ହୋଇପାରୁଛି। ନମ୍ବର 3ରେ ରହିଛି ରାଉରକେଲା ଏୟାରପୋର୍ଟ। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଏହି ଏୟାରପୋର୍ଟ, ଯାହାକି ରାଉରକେଲା ସହରରୁ ପ୍ରାୟ 6 କିଲୋମିଟର ଦୂରରେ ରହିଛି। ଏଠାରେ ପ୍ରଥମରେ ଶିଳ୍ପ କାର୍ଯ୍ୟ ପରେ ବ୍ୟକ୍ତିଗତ ବିମାନ ଯାତାୟାତ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ଏହାକୁ ଆଞ୍ଚଳିକ ସେବା ପାଇଁ ବ୍ୟବହାର କରାଯାଉଛି। ଏହାକୁ ବିଶେଷ କରି ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ବା ସେଲ୍ ଦ୍ୱାରା ବିକଶିତ କରାଯାଇଛି। ଏହାର ରନୱେର ଲମ୍ବ ରହିଛି 1.8 କିଲୋମିଟର। ସରକାରଙ୍କ ଉଡ଼ାଣ ଯୋଜନା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଉଛି, ଯାହାଦ୍ୱାରା ଜିଲ୍ଲାର ଆର୍ଥିକ, ପର୍ଯ୍ୟଟନ ତଥା ବ୍ୟବସାୟରେ ଅନେକ ଉନ୍ନତି ହୋଇପାରୁଛି। ଶେଷରେ ଟପ୍ 2 ପୋଜିସନରେ ରହିଛି ବୀର ସୁରେନ୍ଦ୍ର ସାଇ ଏୟାରପୋର୍ଟ। ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥିତ ଏହି ବିମାନ ବନ୍ଦର ଆମ ଓଡ଼ିଶାର ଦ୍ୱିତୀୟ ସବୁଠାରୁ ବଡ଼ ବିମାନ ବନ୍ଦର ଅଟେ। ଏହାକୁ ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁରେ ରଖାଯାଇଛି। 2018ରୁ ଏଠାରେ ବିମାନ ସେବା ଆରମ୍ଭ ହୋଇଥିଲା, ଯାହା ପାଇଁ ୱେଷ୍ଟର୍ଣ୍ଣ ଓଡ଼ିଶାରେ ଯାତାୟାତ ବ୍ୟବସ୍ଥା ଆହୁରି ସୁବିଧା ହୋଇପାରିଛି। ଏହାର ରନୱେ 2.8 କିଲୋମିଟର ଲମ୍ବା ଅଟେ। ଏଠାରେ ବଡ଼ ବଡ଼ ବିମାନ ଟେକ୍ ଅଫ୍ ଓ ଲ୍ୟାଣ୍ଡ କରିପାରନ୍ତି। ୱେଟିଂ ହଲ୍ଠୁ ଆରମ୍ଭ କରି ଅନେକ ସୁବିଧା ଏଠାରେ ଯାତ୍ରୀଙ୍କ ପାଇଁ ରହିଛି। ସରକାରଙ୍କ ଉଡ଼ାଣ ଯୋଜନା ମାଧ୍ୟମରେ ଏହାକୁ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଭଳି ସହରକୁ ବିମାନ ଅତି ସହଜରେ ଯାତାୟାତ କରିପାରୁଛି। ଏଥିପାଇଁ ଜିଲ୍ଲାର ଆର୍ଥିକ, ପର୍ଯ୍ୟଟନ ତଥା ବ୍ୟବସାୟରେ ଅନେକ ଉନ୍ନତି ହୋଇପାରିଛି। ଶେଷରେ ନମ୍ବର 1 ପୋଜିସନରେ ରହିଛି ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ। ଏହା ଆମ ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ। ଏହା ରାଜ୍ୟର ସବୁଠାରୁ ବଡ଼ ତଥା ପ୍ରମୁଖ ଏୟାରପୋର୍ଟ ଅଟେ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ଏହି ଏୟାରପୋର୍ଟର ନାମକରଣ କରାଯାଇଛି। ଏହାକୁ ଏୟାରପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳନା କରାଯାଉଛି। 2013 ମସିହାରେ ଏହାକୁ ଆନ୍ତର୍ଜାତୀୟ ବିମାନ ବନ୍ଦରର ସମ୍ମାନ ଦିଆଯାଇଥିଲା। ଏହି ଏୟାରପୋର୍ଟର ରନୱେ ରହିଛି 2.8 କିଲୋମିଟର।
ଏଠାରେ ବଡ଼ ବଡ଼ ବିମାନ ଅତି ସହଜରେ ଯାତାୟାତ କରିପାରନ୍ତି। ଆଧୁନିକ ଟନେଲ ଏଠାରେ ରହିଛି। D1 ଡୋମେଷ୍ଟିକ୍ ଫ୍ଲାଇଟ୍ସ ଓ D2 ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ସେବା ମଧ୍ୟ ଅଛି। କେବଳ ଦେଶ ନୁହେଁ ବରଂ ଦେଶ ବାହାରକୁ ମଧ୍ୟ ଏଠାରୁ ଅନେକ ଲୋକ ଯିବା ଆସିବା କରନ୍ତି। ଏଠାରେ ଯାତ୍ରୀମାନଙ୍କୁ ଫ୍ରି ୱାଇଫାଇ, ପ୍ରିମିୟମ ଲଗେଜ ବ୍ୟବସ୍ଥା, ଏଟିଏମ୍ ବ୍ୟବସ୍ଥା ଭଳି ଅନେକ ଆଧୁନିକ ସେବା ଦିଆଯାଉଛି। ଏଥିପାଇଁ ଏହା ଭାରତର ଏକ ସୁନ୍ଦର ଓ ଆଧୁନିକ ଏୟାରପୋର୍ଟରେ ଗଣାଯାଉଛି। ତ ଏହା ଥିଲା ଆମ ଓଡ଼ିଶାର 5 ସବୁଠାରୁ ବଡ଼ ଏୟାରପୋର୍ଟ। ତ ଆପଣ ଏବେ ମୋତେ କୁହନ୍ତୁ ଆପଣଙ୍କୁ ଏହା ମଧ୍ୟରୁ କେଉଁ ଏୟାରପୋର୍ଟ ସବୁଠୁ ଅଧିକ ଭଲ ଲାଗିଲା? ଆପଣ କେଉଁ ଏୟାରପୋର୍ଟରୁ ଟ୍ରାଭେଲ କରିଛନ୍ତି? ସେହି ଏୟାରପୋର୍ଟର ଏକ୍ସପିରିଏନ୍ସ କ'ଣ ରହିଛି ତାହା ମଧ୍ୟ ଫିଡବ୍ୟାକ୍ ମାଧ୍ୟମରେ ଆମ ସହ ସେୟାର କରନ୍ତୁ। କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ଯେ ଆପଣଙ୍କୁ ଆଜିର ଏହି ଭିଡ଼ିଓଟି କିପରି ଲାଗିଲା। ଭଲ ଲାଗିଥିଲେ ଲାଇକ୍ ଓ ସେୟାର ନିହାତି କରନ୍ତୁ। ଯଦି ଆପଣ ଏହିପରି ଓଡ଼ିଶା ରିଲେଟେଡ୍ ଇଣ୍ଟରେଷ୍ଟିଂ କଣ୍ଟେଣ୍ଟ ଦେଖିବାକୁ ଚାହାନ୍ତି ତାହେଲେ ଏବେ ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।